ସମ୍ମାନୀୟ ଅତିଥିବୃନ୍ଦ ଏବଂ ମୋର ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ମୋତେ ତମ୍ବାଖୁ ବର୍ଜନ ଦିବସରେ କିଛି କହିବାକୁ ସୁଯୋଗ ମିଳୁଥିବାରୁ ମୁଁ ମୋ ନିଜକୁ ଧନ୍ୟ ମନେ କରୁଛି। ଧୂମପାନ ବିରୋଧରେ ବହୁତ ପ୍ରଚାର ଚାଲିଛି। ବିଭିନ୍ନ ପ୍ରକାରର ତମ୍ବାଖୁ ଯଥା ପାନ, ଚୂନ, ଗୁଣ୍ଡି, ଜନ୍ଦା, ଗୁଟ୍ଖା, ଖଇନି, ଅନ୍ୟାନ୍ୟ ପାନ ମସଲା ଓ ଗୁଡ଼ାଖୁ ଇତ୍ୟାଦି। ଏହା ବ୍ୟତୀତ ଧୂଆଁପତ୍ର ପାଟିରେ ଜାକିବା ଓ ନାସା ଆକାରରେ ଶୁଙ୍ଘିବା ମଧ୍ୟ ବହୁଳ ପରିମାଣରେ ଦେଖାଯାଏ। ତମ୍ବାଖୁ ସେବନ ଦ୍ୱାରା ଇସୋଫାଗସ୍, ଲାରିଙ୍ଗସ୍, ପାନକ୍ରିଆସର ମଧ୍ୟ କର୍କଟ ରୋଗ ଅଧିକ ପରିମାଣରେ ଦେଖାଯାଏ। ଦାନ୍ତ ଓ ମାଢ଼ି ପକ୍ଷେ ଟବାକୋ ମଧ୍ୟ କ୍ଷତିକାରକ। ଶକ୍ତ ଦାନ୍ତ ମଧ୍ୟ ଗର୍ବ ହୋଇଥାଏ। ତମ୍ବାଖୁ ସେବନ କରୁଥିବା ଲୋକଙ୍କଠାରେ ରକ୍ତଚାପ ରୋଗ ଅଧିକ ପରିମାଣରେ ଦେଖାଯାଇଥାଏ। ନିକୋଟିନ୍ ଥିବା ତମ୍ବାଖୁ ଏକ ଅଭ୍ୟାସରେ ପରିଣତ ହୁଏ। ତମ୍ବାଖୁ ସେବନ କରୁଥିବା ବ୍ୟକ୍ତିଙ୍କର ହୃଦରୋଗ ଅଧିକ ମାତ୍ରାରେ ଥାଏ। ଯଦି ଇଚ୍ଛାଶକ୍ତି ଠିକ୍ ସେହିପରି ବାରମ୍ବାର ବ୍ୟବହାର କଲେ ଇଚ୍ଛାଶକ୍ତିର କ୍ଷମତା ବଢ଼େ ଓ ବ୍ୟକ୍ତିଗତ ଆତ୍ମସଂଯମର ଅଧିକାର ହୁଏ। ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।